ସ୍ୱାଧୀନତା ସମସ୍ତଙ୍କୁ ଦରକାର, ପଶୁପକ୍ଷୀ ହୁଅନ୍ତୁ ଅବା ମଣିଷ। ବିନା ଡରରେ ମୁକ୍ତ ହୋଇ ସମସ୍ତେ ବଞ୍ଚିବାକୁ ପସନ୍ଦ କରନ୍ତି। ପରାଧୀନ ହୋଇ ବଞ୍ଚିବା ଅପେକ୍ଷା ଲଢ଼େଇ କରି ସ୍ୱାଧୀନତା ହାସଲ କରିବାକୁ ଗୁରୁତ୍ୱ ଦେଇଥାନ୍ତି। ଏହି ବିଚାରଧାରା ପାଇଁ ହିଁ ଆଜି ଆମେମାନେ ଶାନ୍ତିରେ ନିଶ୍ୱାସ ନେଇପାରୁଛେ। ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଗଣତନ୍ତ୍ର ରାଷ୍ଟ୍ରରେ ନିଜର ନେତା ବାଛିବାକୁ ଅଧିକାର ପାଇଛେ। ହେଲେ ଟିକେ ଭାବନ୍ତୁ ତ, ଆପଣଙ୍କ ଅଞ୍ଚଳରେ କିଛି ଘଟଣା ଘଟୁଛି ଯାହା ଆପଣଙ୍କୁ ପରୋକ୍ଷ ଆଉ ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଉଛି, କିନ୍ତୁ ସେହି ଘଟଣା ବିଷୟରେ ଆପଣ ଜାଣିପାରୁନାହାନ୍ତି। ଗଣମାଧ୍ୟମ ଦେଖାଇବାକୁ ଚାହିଁଲେ ବି କିଛି ବାହ୍ୟ ପ୍ରଭାବ ଯୋଗୁଁ ଦେଖାଇ ପାରୁନାହାନ୍ତି। ଏମିତିକି ଗଣମାଧ୍ୟମ ଦେଖାଇଲେ ବି ତାଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖାଲି ଏତିକି ନୁହେଁ, କିଛି ଗଣମାଧ୍ୟମ ନିଜର ସୂଚନା ଶକ୍ତି ବ୍ୟବହାର କରି ବ୍ୟକ୍ତିବିଶେଷ ଆଉ ବିଭିନ୍ନ ସଂସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛନ୍ତି। ଏହିଭଳି ବିଭିନ୍ନ ସମସ୍ୟାର ସମାଧାନ କରିବା ଲକ୍ଷ୍ୟ ନେଇ ଭାରତୀୟ ପ୍ରେସ୍ ପରିଷଦ ବା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ 1966 ମସିହା ନଭେମ୍ବର 16 ତାରିଖ ବା ଆଜିର ଦିନେ ପ୍ରତିଷ୍ଠା ହୋଇଥିଲା। ଗଣମାଧ୍ୟମର ସ୍ୱାଧୀନତା ଏବଂ ସାମ୍ବାଦିକତାର ମାନ ବଜାୟ ରଖିବା ଏହି ପରିଷଦର ମୂଳ ଉଦ୍ଦେଶ୍ୟ। ତେଣୁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠା ଦିବସକୁ ମନେ ପକାଇବା ପାଇଁ ସବୁ ବର୍ଷ ନଭେମ୍ବର 16 ତାରିଖକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇଆସୁଛି। ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମର ପ୍ରଭାବ ଅନ୍ୟ ଗଣମାଧ୍ୟମ ତୁଳନାରେ ଅଧିକ ରହିଛି। ଟେଲିଭିଜନ, ରେଡିଓ ଏବଂ ଖବରକାଗଜରେ ଖବର ପ୍ରସାରଣ ଓ ପ୍ରକାଶ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡିଆରେ ଦେଖିବାକୁ ମିଳୁଛି। ଏମିତିକି ସାମାଜିକ ଗଣମାଧ୍ୟମରେ ବହୁତ ଫେକ୍ ନ୍ୟୁଜ୍ ମଧ୍ୟ ଦେଖିବାକୁ ମିଳୁଛି, ଯାହା ସମାଜ ଉପରେ କୁପ୍ରଭାବ ପକାଉଛି। ଏ ସମ୍ପର୍କରେ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଢେଙ୍କାନାଳର ପ୍ରଫେସର ମୃଣାଳ ଚାଟାର୍ଜୀ କହିଛନ୍ତି, ଯେତେ ଖବର ହଟଚମଟକାରୀ ହବ, ଯେତେ ସେନ୍ସେସନାଲ ହବ, ସେତେ ଲୋକ ତାକୁ ବିଶ୍ୱାସ କରିବେ। ୟା ଉପରେ ବେଶ କିଛି ସାରା ପୃଥିବୀରେ ଗବେଷଣା ହେଇଛି ଏବଂ ଏ ଗବେଷଣାରୁ ଦେଖାହେଇଛି ଯଦି ସେନ୍ସେସନାଲ ଖବର ଥାଏ, ଏମିତି ଖବର ଯୋଉଥିରେ ଦର୍ଶାଯାଉଛି ଯେ ଆପଣ କ୍ଷତିରେ ପଡିବେ, ଆପଣଙ୍କର କିଛି ଖରାପ ହବ, ତାକୁ ଲୋକ ଅଧିକରୁ ଅଧିକ ଦେଖନ୍ତି ଏବଂ ବିଶ୍ୱାସ ବି କରନ୍ତି। ଏଇ ଦିଗଟାକୁ ଏ ବର୍ଷ ପ୍ରେସ୍ ଦିବସରେ ରେଖାଙ୍କିତ କରାଯାଇଛି। ଏ ଖବରର ଆତ୍ମାଟା ହଉଛି ତାର ବିଶ୍ୱସନୀୟତା, ସତ୍ୟତା। ଯୋଉମାନେ ସାମ୍ବାଦିକ ସେମାନେ ସତ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଯୋଉମାନେ ଶୁଣୁଛନ୍ତି ସେମାନେ ଟିକେ ଡିଜିଟାଲି ଲିଟରେଟ୍ ହୁଅନ୍ତୁ। ଡିଜିଟାଲ ଲିଟରେଟ୍ ହଉଛି କି ଡିଜିଟାଲ ପ୍ଲାଟଫର୍ମ କେମିତି କାମ କରେ ସେ ବିଷୟରେ ସମ୍ୟକ ଧାରଣା ରଖିବା, ତାକୁ ଟିକେ ହୁଅନ୍ତୁ। ଏବଂ ସବୁଠାରୁ ବଡ କଥା, ସାଧାରଣ ଜ୍ଞାନର ଉପଯୋଗ କରନ୍ତୁ। ଯଦି ଏଇ ତିନୋଟି କଥା କରିବେ ତିନି ଭାଗର ଲୋକମାନେ, ତେବେ ହୁଏତ ଆମେ ଏଇ ଯୋଉ ମିଛ ଖବର, ଜାଲି ଖବର, ଭୁଲ ଖବର, ଫେକ୍ ନ୍ୟୁଜ, ଏଇ ଯୋଉ ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ପ୍ରସାର ଏବଂ ସାନ୍ଦ୍ରତା ବେଶ ବଢି ଯାଇଛି। ଅନ୍ୟାନ୍ୟ ଗଣମାଧ୍ୟମ ଯେମିତି ମୁଦ୍ରିତ ଗଣମାଧ୍ୟମ ହଉ, ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ହଉ, ସେଥିରେ ଖବର ଆସିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ଯାକ ସୋସିଆଲ ମିଡିଆ ବୋଲି ଅଧିକ ପରିଚିତ, ସୋସିଆଲ ମିଡିଆରେ ସେ ଖବର ଆସିଯାଉଛି। କିନ୍ତୁ ସେଟା ଭଲ, କିନ୍ତୁ ସମସ୍ୟା ହଉଛି ଯେ ସୋସିଆଲ ମିଡିଆରେ ଯୋଉ ଖବର ଆସୁଛି ସେଥିରେ ଅନେକ ଗୁଡ଼ିଏ ଭୁଲ, ମିଛ ଏବଂ ଜାଣି ଶୁଣିକି ମିଛ ଖବର ଚାଲି ଆସୁଛି ଏବଂ ଯାବତୀୟ ହଟଚମଟକାରୀ, ଯାହାକୁ ସେନ୍ସେସନାଲ ବୋଲି ଆପଣ କହିପାରନ୍ତି, ସେମିତି ସେନ୍ସେସନାଲ ଖବର ମଧ୍ୟ ଆସିଯାଉଛି। ସମସ୍ୟାଟା ହଉଛି ଯେ ଇଣ୍ଟରନେଟ ମଞ୍ଚରେ ସେନ୍ସେସନାଲ ଖବର ଖୁବ ଶୀଘ୍ର ଆଉ ସାରା ପୃଥିବୀରେ ପ୍ରସାରିତ ହେଇଯାଏ। ଯେତେ ଲୋକ ଦେଖିବେ, ତାର ଆଲଗୋରିଦମଟା ଏମିତି ତିଆରି, ଯଦି ଲୋକ ଦେଖିବା ଆରମ୍ଭ କରିବେ ତାକୁ ଅନ୍ୟ ଲୋକମାନଙ୍କ ପାଖକୁ ବି ତାହା ଯିବ ଭାରି। ତେଣୁ ସାମାଜିକ ଗଣମାଧ୍ୟମର କନଷ୍ଟ୍ରକ୍ସନ ଆର୍କିଟେକ୍ଚର ଏମିତି ଯେ ଯୋଉ ଦୃଶ୍ୟକୁ ଅଧିକ ଲୋକ ଦେଖିବେ ବା ପଢିବେ ବା ଶୁଣିବେ, ତାହା ଆପେ ଆପେ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିଯିବ। ତେଣୁ ବେଶ କିଛି ସୋସିଆଲ ମିଡିଆରେ ଯୋଉମାନେ ଖବର କହୁଛନ୍ତି ସେମାନେ ହଟଚମଟକାରୀ ଖବର ଜାଣି ଶୁଣିକି ଦଉଛନ୍ତି, ମିଛ ଖବର ଜାଣି ଶୁଣିକି ଦଉଛନ୍ତି, ଯୋଉଥିରେ ବେଶୀ ଲୋକ ତାକୁ ଶୁଣିବେ ବା ଦେଖିବେ। ଭାରତୀୟ ସାମ୍ବାଦିକତା ଇତିହାସ ଦେଖିବାକୁ ଗଲେ ପ୍ରଥମ ଖବରକାଗଜ ହେଉଛି ହିକି ବେଙ୍ଗଲ ଗେଜେଟ୍,
ଯାହା ଜାନୁଆରୀ 29 ତାରିଖ 1780 ମସିହାରେ ଆରମ୍ଭ ହୋଇଥିଲା। ଏହା ପରଠୁ ଭାରତୀୟ ସାମ୍ବାଦିକ ଜଗତରେ ଗୋଟେ ପରେ ଗୋଟେ ଖବରକାଗଜ ପ୍ରକାଶିତ ହେଲା। ଜାତିର ପିତା ମହାତ୍ମା ଗାନ୍ଧୀ, ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ, ରାଜା ରାମମୋହନ ରୟ, ସୁରେନ୍ଦ୍ରନାଥ ବାନାର୍ଜୀ ଏବଂ ଗୋପାଳ କୃଷ୍ଣ ଗୋଖଲେଙ୍କ ଭଳି ମହାପୁରୁଷମାନେ ଖବରକାଗଜ ଜରିଆରେ ସମାଜରେ ପରିବର୍ତ୍ତନ ଏବଂ ବିକାଶ ଆଣିବାକୁ ପ୍ରୟାସ କରିଥିଲେ। ରାଜା ରାମମୋହନ ରୟଙ୍କୁ ଭାରତୀୟ ସାମ୍ବାଦିକତାର ପ୍ରତିଷ୍ଠାତା ଭାବେ ବିବେଚନା କରାଯାଏ। ସେ ତାଙ୍କ ଖବରକାଗଜ ଆଉ କଲମମୁନ ଜରିଆରେ ସମାଜ ସଂସ୍କାର କ୍ଷେତ୍ରରେ ବହୁତ କାମ କରିଛନ୍ତି। ସେ 1821 ମସିହାରେ ଇଂରାଜୀରେ ବ୍ରାହ୍ମଣିକାଲ ପତ୍ରିକା, ବଙ୍ଗଳା ଭାଷାରେ ସମ୍ବାଦ କୌମୁଦୀ ଏବଂ 1822 ମସିହାରେ ପାର୍ସୀ ଭାଷାରେ ମିରଟ ଉଲ୍ ଅଖବର ଭଳି ପତ୍ରିକା ପ୍ରକାଶ କରିଥିଲେ। ସମାଜରେ ଜାତିଗତ ଭେଦଭାବ, ସତୀ ପ୍ରଥା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କଲମ ମୁନରେ ଲଢ଼େଇ କରିଥିଲେ। ସେହିପରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭୂମିକା ସାମ୍ବାଦିକତା ଜଗତରେ ମଧ୍ୟ ଅବିସ୍ମରଣୀୟ। ଗାନ୍ଧୀଜୀ 1903 ମସିହାରେ ଦି ଇଣ୍ଡିଆନ୍ ଓପିନିଅନ୍ ନାମକ ସାପ୍ତାହିକ ଖବରକାଗଜ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରୁଥିଲେ। ସେଠାରୁ ଫେରିବା ପରେ ଭାରତରେ 1919 ମସିହାରେ ୟଙ୍ଗ ଇଣ୍ଡିଆ ଆଉ ନବଜୀବନ ନାମକ ଦୁଇ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ। 1933 ମସିହାରେ ହରିଜନ ନାମକ ସାପ୍ତାହିକ ଖବରକାଗଜ ମଧ୍ୟ ଗାନ୍ଧୀଜୀ ପ୍ରକାଶ କରିଥିଲେ। ଗାନ୍ଧୀଜୀ ସାମ୍ବାଦିକତାରେ ବିଷୟବସ୍ତୁ ଆଉ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଥିଲେ। ଇଂରାଜୀ ସହିତ ଭାରତୀୟ ଭାଷାରେ ଖବରକାଗଜ ପ୍ରକାଶ କରି ଲୋକଙ୍କ ପାଖକୁ ଖବର ପହଞ୍ଚାଉଥିଲେ। ଏହା ସହ ଭାରତରେ ସାମ୍ବାଦିକତାର ବିକାଶକୁ ସେ ଧ୍ୟାନ ଦେଉଥିଲେ। ଗାନ୍ଧୀଜୀଙ୍କ ମତରେ ଖବରକାଗଜର 3ଟି ମୁଖ୍ୟ ଉଦ୍ଦେଶ୍ୟ ରହିବା ଦରକାର। ପ୍ରଥମଟି ହେଉଛି ଲୋକଙ୍କ ଭାବନାକୁ ବୁଝି ଅଭିବ୍ୟକ୍ତି ଦେବା। ଦ୍ୱିତୀୟଟି ହେଲା ଲୋକମାନଙ୍କ ମନରେ ଚାହୁଁଥିବା ଭାବନା ସୃଷ୍ଟି କରିବା। ଶେଷଟି ହେଉଛି ଦୋଷ ଏବଂ ତ୍ରୁଟିକୁ ନିର୍ଭୀକ ଭାବେ ପ୍ରକାଶ କରିବା। 1866 ମସିହା କଥା। ଓଡ଼ିଶାରେ 9ଙ୍କ ଦୁର୍ଭିକ୍ଷ ହୋଇଥିଲା। ଲୋକମାନେ ଖାଦ୍ୟ ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରୁଥିଲେ। ଏହି ସମୟରେ ଲୋକଙ୍କ କଥାକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇବାର କୌଣସି ମଧ୍ୟ ବାଟ ନଥିଲା। ଠିକ୍ ଏତିକିବେଳେ ଅର୍ଥାତ୍ ଅଗଷ୍ଟ 4 ତାରିଖ 1866 ମସିହାରେ ଉତ୍କଳ ଦୀପିକା ନାମକ ସାପ୍ତାହିକ ଖବରକାଗଜ ପ୍ରକାଶ ପାଇଲା। କଟକରୁ ପ୍ରକାଶିତ ହେଉଥିବା ଏହି ଖବରକାଗଜକୁ ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସ ପ୍ରତିଷ୍ଠା କରିଥିଲେ। ଏହି ଖବରକାଗଜ ଜରିଆରେ ଲୋକଙ୍କ ଅସୁବିଧା ସମ୍ପର୍କରେ ବ୍ରିଟିଶ ସରକାର ଜାଣିବାକୁ ପାଇଥିଲେ। ଉତ୍କଳ ଦୀପିକାର ପ୍ରତିଷ୍ଠା ଦିବସକୁ ପ୍ରତିବର୍ଷ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ମଧ୍ୟ ପାଳନ କରାଯାଇଆସୁଛି। ଦେଶରେ ପ୍ରେସ୍କୁ ସଶକ୍ତ ଆଉ ପ୍ରେସ୍ର ବିକାଶ ପାଇଁ 1952 ମସିହା ସେପ୍ଟେମ୍ବର 23 ତାରିଖରେ ପ୍ରେସ୍ କମିଶନ ଗଠନ କରାଯାଇଥିଲା। ପ୍ରଥମ ପ୍ରେସ୍ କମିଶନଙ୍କ ସୁପାରିଶ ଅନୁସାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ 1966 ମସିହାରେ ଗଠନ ହୋଇଥିଲା। 1975 ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ହଟାଇ ଦିଆଯିବା ସହ ପ୍ରେସ୍ ଉପରେ ସରକାରଙ୍କ ପକ୍ଷରୁ ବହୁତ କଟକଣା ଲଗାଯାଇଥିଲା। ପରବର୍ତ୍ତୀ ସମୟରେ 1979 ମସିହାରେ ପୁଣି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ପୁନଃ ପ୍ରତିଷ୍ଠା କରାଯାଇଥିଲା। ଗଣମାଧ୍ୟମ ସାମ୍ବାଦିକଙ୍କ ବିରୋଧରେ ଏବଂ ଗଣମାଧ୍ୟମ ପକ୍ଷରୁ ଆସୁଥିବା ଅଭିଯୋଗକୁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଗ୍ରହଣ କରେ। ପରେ ଅଭିଯୋଗର ତଦନ୍ତ କରି ଏକ ରିପୋର୍ଟ ଜାରି କରିଥାଏ। ରିପୋର୍ଟ ଅନୁସାରେ ଦୋଷୀକୁ ନିନ୍ଦା କରିବା ସହ ଚେତାବନୀ ଦେବାର ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ବି କ୍ଷମତା ରହିଛି। ଏବେ ହେଉଛି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇର ସମୟ। ଏଆଇ ବହୁତ କାମକୁ ସହଜ କରିଦେଉଛି। ଏମିତିକି ଗଣମାଧ୍ୟମ ସଂସ୍ଥାମାନେ ଏଆଇକୁ ଉପସ୍ଥାପକଠାରୁ ଆରମ୍ଭ କରି ଭଏସ୍ ଆର୍ଟିଷ୍ଟ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି। ତେବେ ବର୍ତ୍ତମାନ ଏଆଇ ଗଣମାଧ୍ୟମ ଜଗତରେ କିଭଳି ନିଜର ସ୍ଥିତି ବଢ଼ାଇବାରେ ଲାଗିଛି ଆଉ ଏହା ଯୋଗୁଁ କ'ଣ ସବୁ ବଦଳିଛି ସେ ସମ୍ପର୍କରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଆଇଏସ୍ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାସ କହିଛନ୍ତି, ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯାହାକୁ କହୁଛନ୍ତି କୃତ୍ରିମ ବୁଦ୍ଧିମତ୍ତା, ସେଇ ଜିନିଷଟା ବର୍ତ୍ତମାନ ମାନବୀୟ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ତାର ପ୍ରବେଶ ହିଁ ସାରିଛି ଏବଂ ସେଇଟା ହେଉଛି ନ୍ୟୁ ନର୍ମାଲ ଯାହାକୁ ଆମେ କହିପାରିବା। ଏବଂ ମାନବୀୟ ଜୀବନର ପ୍ରତ୍ୟେକ କ୍ଷେତ୍ର ମାନେ ସେଥିରେ ଆମର ଗଣମାଧ୍ୟମ ବି ଅନ୍ତର୍ଭୁକ୍ତ ଅଛି। ତେବେ ଏଆଇ କୁ ନେଇକରି ଯେମିତି ଗତ କିଛି ବର୍ଷ ହେଲା ଗୋଟେ ଡିବେଟ୍ ଚାଲିଛି ଯେ ୟାର ପଜିଟିଭ ସାଇଡ୍ ବି ଅଛି, ନେଗେଟିଭ ସାଇଡ୍ ବି ଅଛି।
तो आम पॉजिटिव साइड को जदि जीवा एवं आम जदि एआई रो व्यवहार गणमाध्यम क्षेत्र रे किपरि होउछि एवं यह गणमाध्यम को केमिति सहायक होउछि से बाबद रे कहिबा ताहेले बहुत गुडे बेनिफिट आम देखिया को पाइबा। जेमति सर्वप्रथम हला जे गुडे बहुत बड़ डाटा सेट जोटा कि जेमति गुडे जर्नलिस्ट कोनसी गुडे निर्दिष्ट विषय रे जदि किछु गुडे न्यूज आइटम प्रस्तुत करूछि ताहले ताकू गुड़ाए डाटा दरकार हुए एवं से डाटा कलेक्ट करिबा ताकू कोलाट करिबा एवं ताकू एनालाइज करी गोटे छोटिया निष्कर्ष बाहर करिबा एथि पई बहुत समय दरकार बहुत श्रम भी दरकार जोटा कि आर्टिफिशियल इंटेलिजेंस जदि यूज होउछि ताले सेटा बहुत सहज रही जाई पाउछि कारण आर्टिफिशियल इंटेलिजेंस लार्ज डाटा सेट को भल भाव एनालाइज करी तार गोटे फलाफल तुरंत दे दे परिबो। या द्वारा जो जर्नलिस्ट जनक अछंती से कोन करि परिबे माने सेही जो बळका समय रे से अन्य जिनसे जेमति इन्वेस्टिगेशन आड़ को फोकस करि परिबे कि अन्य क्षेत्र प्रति तांकर ध्यान दे परिबे। द्वितीय होउछि जो विजुअल बा ग्राफिक डिस्क्रिप्शन आमे दे परिबा न्यूज इवेंट को जेतला आमे चित्रित करबा सेटा भी बहुत इजीली संपादित होई परिबो आर्टिफिशियल इंटेलिजेंस माध्यम रे। किंतु तार नेगेटिव साइड जोटा होउछि सेतरे गोटे हालुसिनेशन बोली करि कह त माने एआई को आमे गोटे जिनिस कमांड देले भाई जिनिस बाबद हमको कह तो से हालुसिनेट करिवार भी संभावना थाए तो ताकू भी हमको माने ह्यूमन सुपरविजन बा ह्यूमन ओवरसाइट रहिबा कथा हमको आउट क्रॉस चेक करिवा को पड़े। तापर आ गुटे होछि हमरो एल्गोरिथमिक बायस बोली करी कहंती तो सेटा माने आर्टिफिशियल इंटेलिजेंस के भी चालुची तार गोटे प्रमुख कंपोनेंट होछि एल्गोरिथम तेनो सेही रिलेटेड बायस भी रहिबो माने जो इंफॉर्मेशन ता कलेक्ट करिवो आर्टिफिशियल इंटेलिजेंस कोन से गोटे निर्दिष्ट न्यूज आइटम प्रिपरेशन बेलको तो सेतरे होय तो से जहा जहा ताको जेमति ट्रेनिंग दिया है कि से जो डाटा इनपुट आनिबो सेतरे होय तो किछि बायस थिबो तो से जदि से बायस अछि ताले से न्यूज ता बायस होई जिवो। तो ये जो दीटा गोटे पिटफॉल्स बोली आम कहीपर गोटे हूँ एल्गोरिथमिक बायस आ गोटे हूँ हालुसिनेशन ये दीटा जिनस प्रति जदि आमर नियंत्रण रहिबो ताहले आर्टिफिशियल इंटेलिजेंस गोटे बहुत बड़ माने आम कहीपर उपादान बा कौन कहिबा वरदान जद्वारा कि आमर जो न्यूज मेकिंग एक्टिविटीज एटा निश्चित भाव आहरी धीरे धीरे बलिष्ठ हबो एवं सुसंगत भाव आमे परिवेषण करि परिबा। लोकंक पाखरे सरकारक विभिन्न उन्नयनमूलक कार्यर खबर जनहितकारी योजनार ठीक सूचना एवं निज अंचलर खबर पहुंचाइबा पई भारत सरकारक सूचना एवं प्रसारण मंत्रणालयर विभिन्न यूनिट कार्य करुछि। मंत्रणालय अधीन रे थिबा प्रसार भारती उभय दूरदर्शन एवं रेडियो जरिया लोकंक पाखरे सबु खबर पहुंचाउछि। ए संपर्क रे आकाशवाणी कटक आंचलिक संवाद विभागर मुख्य तथा उपनिर्देशक डॉक्टर सत्यनारायण पट्टनायक कहिसंती संवादपत्र भारतीय मानकर जीवनधारा को प्रभावित करि आसीछि। वर्तमान समय रे सामाजिक गणमाध्यमर तीव्र प्रतिद्वंदिता सत्वे संवादपत्र हार मानि नाही बरं स्वतंत्र चर्चार परिधि को आसीछि। प्रेस स्वाधीनता सहित संवादपत्र मालिकंकर व्यवसाय एवं राजनीति त्रिकोणीय भावे परस्पर सहित जड़ित रहुछि। सुस्थ और निरपेक्ष संवाद परिवेषण एवं विचारधारार अभिव्यक्ति सांबादिक मानक पई जेतिकी मर्यादापूर्ण सम परिमाण रे राष्ट्रर सुरक्षा एवं मर्यादा सेतिकी गुरुत्वपूर्ण। समाज रे दलित निष्पेषित एवं विभिन्न वर्गर लोकमानक मध्यरे सौहार्द्यपूर्ण वातावरण सृष्टि करिबारे सांबादिक मानकर कलम चालना एवं सत्यर संधान करी परिवेषण करि पारले स्वाधीन भारत रे सम्मुखीन हेउतिबा विभिन्न विभ्रांतिर मुकाबिला करा जाई पारिबो। सांबादिकतार नैतिकता सदाचार उपरे गुरुत्व आरोप करी दायित्व निर्वाह करि पारिले गणमाध्यम रे संश्लिष्ट व्यक्तिविशेष जातीय प्रेस दिवसर मूल तात्पर्य को अधिकरू अधिक बलिष्ठ करि परिबे। प्रेस काउंसिल ऑफ इंडिया दीर्घ वर्ष धरी प्रेस स्वाधीनता को सुरक्षित रखिबा सह सांबादिकतार नैतिक मानदंड पालन करिबारे गुरुत्वपूर्ण भूमिका निभाई आसुछि। प्रेस नीति उल्लंघन सहित विभिन्न कारण को नहीं प्रेस काउंसिल ऑफ इंडिया पाखरे 1979 मसीहारू 2024 मसीहा पर्यंत 37,000 अधिक अभियोग दाखल होईछि। एमिति कि निर्वाचनी खबर संग्रह प्रतिरक्षा रिपोर्टिंग सांबादिक मानक सुरक्षा उपरे मध्य काउंसिल नियमित भावे कार्य करुछि। आज जातीय प्रेस दिवस अवसर रे देश और राज्यर विभिन्न स्थान रे कार्यक्रम मान अनुष्ठित हेउछि। प्रेस रो सफलता को नहीं खाली सारा देश रे जातीय प्रेस दिवस पालन हेउ नाही बरं प्रेस रो दायित्व एवं कर्तव्य को उज्जीवित करिबा एही दिवसर मूल लक्ष्य। आंचलिक संवाद विभाग आकाशवाणी संबलपुर पक्षरु मु आलोक चंद्र बारिक नमस्कार।